ସ୍ତ୍ରୀ ଆଉ ପୁରୁଷ ଦୁଇ ଜଣ ଯାକ ସମାଜର ପରିପୂରକ। କିନ୍ତୁ ଲ କ'ଣ କହୁଛି? ସ୍ତ୍ରୀ ଯାହା କରିବ ପୁରୁଷ ସେଇଥିରେ ହଁ ନ କଲେ କେସ୍ ଖାଇବ, ଜେଲ୍ ଯିବ, ମାନେ ସବୁ ହେଇପାରିବ। ଛୁଆକୁ ଦେଖିପାରିବନି, ଛୁଆ ସାଙ୍ଗରେ କଥାବାର୍ତ୍ତା କରିପାରିବନି, କିଛି କରିପାରିବନି। ଏଇଟା ଯଦି ହେଉଛି ଇଣ୍ଡିଆରେ ଯଦି ଲ ସମାନ, ସମସ୍ତେ ସମାନ, ପୁରୁଷ ନାରୀ ସମାନ, ପୁରୁଷ ଯାହା କରିପାରୁଛି ସ୍ତ୍ରୀ ବି ସେଇଆ କରିପାରୁଛି, ତ ହେଉଛି ମତ ପାର୍ଥକ୍ୟ କ'ଣ ପାଇଁ? ପୁରୁଷ କମିଶନ ନାହିଁ କିନ୍ତୁ ସ୍ତ୍ରୀ କମିଶନର ଅଛି, ଏଇଟା ଗୋଟେ ମତ ପାର୍ଥକ୍ୟ। କ'ଣ ପାଇଁ କି? ପୁରୁଷ କଥା ହେଉଛି ପୁଲିସ ଶୁଣୁନି, କୋର୍ଟ ଶୁଣୁନି, କେହି ବି ଶୁଣୁନାହାନ୍ତି। କିନ୍ତୁ ସ୍ତ୍ରୀ କଥା ମାନେ ପୋଲିସ ଶୁଣିବ, କୋର୍ଟ ଶୁଣିବ, ଖାଲି କାନ୍ଦି ପକେଇଲେ ତାକୁ ସିଏ ଆକ୍ୟୁଜ୍ ହେଇଯିବ, ମାନେ ପୁରୁଷ ଆକ୍ୟୁଜ୍ ହେଇଯିବ। କିନ୍ତୁ ପ୍ରକୃତରେ ଯେଉଁ ସ୍ତ୍ରୀ ମାନେ ଭଲ ସ୍ତ୍ରୀ, ସେମାନେ କେବେ କେସ୍ ଦେବେନି କି ପୁଲିସ ଥାନାକୁ ଯିବେନି, କିଛି କରିବେନି, ସେ ମରିଯିବେ ବରଂ କିଛି କରିବେନି। କିନ୍ତୁ ଯେଉଁମାନେ ସବୁ ପଇସା ଦରକାର, ଅନ୍ୟ ଜାଗାରେ ରିଲେସନ୍ ଥିବ, ଅନ୍ୟ କଥା ଶୁଣୁଥିବେ, ମାନେ ସେମାନେ ଲ ଧରିବେ, ପୁଲିସ ଧରିବେ, ସବୁ ବେହେସ୍ କରିବେ। ଏଇଟା ହେଉଛି ନ୍ୟାଚୁରାଲ୍ କଥା। କିନ୍ତୁ ଏଗୁଡ଼ା ସମସ୍ତେ ଜାଣିଛନ୍ତି, ମାନ୍ୟବର ଜଜ୍ ଜାଣିଛନ୍ତି, ପୁଲିସ ଜାଣିଛନ୍ତି, ମିଡ଼ିଆ ଜାଣିଛନ୍ତି, ସମାଜସେବୀ ଜାଣିଛନ୍ତି। କିନ୍ତୁ ସେମାନେ କ'ଣ କରନ୍ତି? ସେମାନେ ଖାଲି ତାଙ୍କର ଯେଉଁଟା ରହିବ, ଯେଉଁଟା ଭ୍ୟାଲୁ ଯେଉଁଟା ରହିବ, ସେ ସେଇଥିରେ ହିଁ ଯିବେ। କିନ୍ତୁ ପୁରୁଷର ଭ୍ୟାଲୁ ନାହିଁ, ତାଙ୍କ ଗତିରେ ଯିବେ, ଯାଇକି କ'ଣ ଲାଭ? କିଛି ଲାଭ ନାହିଁ। ତେଣୁ ସିଏ ସ୍ତ୍ରୀ ହିଁ ସପକ୍ଷ ନେଉଛନ୍ତି। ଏଇଟା ମେନ୍ କଥା ହେଉଛି। ମୋର ଭିଡ଼ିଓ ମୁଁ କରେ ନା, କେବେ କୌଣସି କରେ ନା, କିନ୍ତୁ ଏଇଟା ଲୋକଙ୍କୁ ଜଣାଇବା କଥା ଯେ ସମସ୍ତେ ସତ କଥା କହୁଛନ୍ତି କି କ'ଣ କହୁଛନ୍ତି, କି ଖାଲି ନିଜେ ପ୍ରହସନ କରିବା ପାଇଁ କି ମିଡ଼ିଆକୁ ବାହାରି ଯାଉଛନ୍ତି, କି କ'ଣ କହୁଛନ୍ତି। ଏଇଟା ଆପଣ ଡିସିସନ୍ କରିବେ। ଯାହା କହିବେ ଆପଣ କହିବେ, ସମସ୍ତେ କହିବେ, ମୋର କିଛି କହିବାର ନାହିଁ। ମୁଁ ଖାଲି ଆପଣ ଜଣାଇଦେବି, ଜୀବନର ସତ୍ୟତା, ଏ ସମାଜର ସତ୍ୟତା, ଇଏର ସତ୍ୟତା କହିବାକୁ ଚାହେଁ। ତେଣୁ ଆପଣ ଡିସିସନ୍ କରିବେ, ଆପଣ କ'ଣ କହିବେ, ଆପଣ କମେଣ୍ଟ କରିବେ, ଆପଣ କ'ଣ କରିବେ, ଆପଣଙ୍କ ଡିସିସନ୍। ଜୟ ହିନ୍ଦ, ନମସ୍କାର।